ବାଲେଶ୍ୱରରେ ରହୁଥିଲେ ସାରିକା ଓ ତାଙ୍କର ପରିବାର। ସାରିକା ପାଠପଢ଼ାରେ ପୁରା ଆଗୁଆ ଥିଲେ। ସେ ସବୁବେଳେ ଚିନ୍ତା କରୁଥିଲେ କି ବଡ଼ ହୋଇ ପିତାମାତାଙ୍କର ନାଁ ରଖିବେ ଆଉ ସମାଜ ପାଇଁ ଭଲ କାମ କରିବେ। ସମାଜରେ ଚାଲିଥିବା ଅନ୍ୟାୟ ଅନୀତିକୁ ସେ ନୂଆ ତରିକାରେ ସୁଧାରିବେ। ଏହି ଚିନ୍ତାଧାରା ନେଇ ସେ ଆଇପିଏସ୍ ପ୍ରସ୍ତୁତିରେ ଲାଗିଲେ। ପୁରା 3 ବର୍ଷର ଜୋରସୋର ପ୍ରସ୍ତୁତି ପରେ ତାଙ୍କର ଆଇପିଏସ୍ରେ ସିଲେକ୍ଟ ହୋଇଗଲା। ତାପରେ 2 ବର୍ଷର ଟ୍ରେନିଂ ପରେ ସେ ଘରକୁ ଫେରିଲେ। ଝିଅକୁ ଆଇପିଏସ୍ ହେବାର ଦେଖି ବାପା ମା ବି ବହୁତ ଖୁସି ହୋଇଗଲେ। କିଛି ଦିନ ଘରେ ରହିବା ପରେ ଦିନେ ବାପା କହିଲେ କି ଝିଅ, ଏବେ ତ ତୋର ଭଲ ଚାକିରି ହୋଇଗଲା, ଏବେ ବିବାହ କଥା ଚିନ୍ତା କର। ହେଲେ ସାରିକା କହିଲେ କି ବାପା, ଏବେ ବିବାହ ନୁହେଁ, ମୋ ଲକ୍ଷ୍ୟ ପୂରା କରିବାର ସମୟ ଆସିଛି। ଏବେ ମୁଁ ସମାଜକୁ ପରଖିବାର ଆବଶ୍ୟକତା ଅଛି। ସମାଜକୁ ତ ମୁଁ କେବେ ଦେଖିନି। ମୁଁ କେବଳ ଗୋଟିଏ ରୁମ୍ ଭିତରେ ନିଜକୁ ବନ୍ଦ କରି ପାଠ ପଢୁଥିଲି। ବହିରେ ନିଜକୁ ସୀମିତ ରଖିଥିଲି। ହେଲେ ବାପା, ସମାଜରେ କେମିତିକା ଲୋକ ରହିଛନ୍ତି, କେମିତିକା ଘଟଣା ଘଟୁଛି ଆଉ ତାକୁ ଆମେ କେମିତି ସାମ୍ନା କରୁଛେ, ଏସବୁ ମୁଁ ଦେଖିବାକୁ ଚାହୁଁଛି। 4-5 ବର୍ଷ ଯାଏଁ ତ ମତେ ଏସବୁ ଦେଖିବା ଆଉ ଅନୁଭବ କରିବାର ଅଛି। ତାପରେ ଯାଇ ବିବାହ କରିବି। ବାପା, ତମେ ଆଉ ମା ମତେ ଜୋର କରୁଛ, ହେଲେ ମୁଁ ମୋ ନିଷ୍ପତ୍ତିରେ ଅଟଳ। ଝିଅର ଲକ୍ଷ୍ୟ କଥା ଶୁଣି ବାପା କହିଲେ କି ଝିଅ, ତୁ ଜାଣିବାର ହେଲୁଣି, ତେଣୁ ଯାହା ଠିକ ଭାବୁଛୁ ସେଇଆ କର। ସେଠୁ ସାରିକା କହିଲେ କି ବାପା, ତମେ ଚିନ୍ତା କରନି। ସେଠୁ ପରଦିନ ସାରିକା ଡ୍ୟୁଟି ଜଏନ୍ କରିବା ପାଇଁ ବାହାରିଲେ। କାରଣ ସେ ଆଇପିଏସ୍ ଭାବରେ ନିଜ ଜିଲ୍ଲାକୁ ହିଁ ବାଛିଥିଲେ। ଜଏନ୍ କରିବାର ପ୍ରଥମ ଦିନ ଥିଲା। ସରକାରୀ ନାଲିବତୀ ଗାଡ଼ିରେ ଅଫିସ ବାହାରିଲେ। ଅଧା ବାଟରେ ଡ୍ରାଇଭରକୁ କହିଲେ, ମତେ ଗୋଟିଏ ସୁନସାନ ରାସ୍ତାରେ ଛାଡ଼ିଦିଅ। ଡ୍ରାଇଭର ପ୍ରଥମେ ଚମକି ପଡ଼ିଲେ, ପରେ ସାରିକାଙ୍କର ଆଦେଶ ପାଳନ କଲେ। ସହରର ଗୋଟିଏ ସୁନସାନ ରାସ୍ତାରେ ସାରିକାଙ୍କୁ ଛାଡ଼ିଦେଲେ। ସେଠୁ ସାରିକା ଡ୍ରାଇଭରଙ୍କୁ କହିଲେ କି ଠିକ ସେ ଶୁଣ, ଏଠାରୁ ମୁଁ ଏକୁଟିଆ ଯିବି। କାହାକୁ ବି ମୋ ବିଷୟରେ କିଛି ବି କହିବନି। ଯଦି କାହାକୁ କିଛି କହିବ ତାହେଲେ ତମ ଚାକିରି ଗଲା ବୋଲି ଜାଣ। ଡ୍ରାଇଭର ଡରିଯାଇ କହିଲେ କି ମ୍ୟାଡାମ, ଆପଣ ନିଶ୍ଚିନ୍ତ ରୁହନ୍ତୁ, ମୁଁ କାହାକୁ କିଛି କହିବିନି। ଡ୍ରାଇଭର ଯିବା ପରେ ସାରିକା ନିଜର ରୂପ ବଦଳେଇଲେ। ନିଜକୁ ଭିକାରୀ ବେଶରେ ସଜେଇଲେ। ପୁରୁଣା ଓ ଫଟା କପଡ଼ା ପିନ୍ଧି ସେ ବଜାର ଆଡ଼କୁ ଚାଲିଲେ। କିଛି ସମୟ ପରେ ସେ ଗୋଟେ ଥାନା ଆଗରେ ପହଞ୍ଚିଗଲେ। ଥାନା ଆଖପାଖରେ ଚକ୍କର ଲଗାଇବା ଆରମ୍ଭ କରିଦେଲେ। କିଛି ପୋଲିସ କର୍ମଚାରୀ ତାଙ୍କୁ ଦେଖି କହିଲେ କି ଆରେ ଏଠି କଣ କରୁଛୁ, ଆଉ କୁଆଡ଼େ ଯାଇ ମାଗେ, ଏଠି ଆମକୁ ହଇରାଣ କରେନି। ସାରିକା ଧୀରେ କି କହିଲେ, ବାବୁ, ମୁଁ କାହାକୁ ହଇରାଣ କରୁନି, ଆପଣ ଆପଣଙ୍କ କାମ କରନ୍ତୁ। ଏହାପରେ ସେ ଥାନା ଆଖପାଖରେ ବୁଲାବୁଲି ଆରମ୍ଭ କରିଦେଲେ। ଯେମିତି କିଛି ଖୋଜାଖୋଜି ଆରମ୍ଭ କରିଦେଲେ। ସବୁ କଥା ଉପରେ ତୀକ୍ଷ୍ଣ ନଜର ରଖୁଥିଲେ। କିଛି ସମୟ ପରେ ଅଚାନକ ଥାନା ଆଗରେ ଭିଡ଼ ଲାଗିଗଲା। ଭିଡ଼ ଦେଖି ଜଣେ କନେଷ୍ଟବଳଙ୍କୁ ସାରିକା ପଚାରିଲେ, ବାବୁ, ଏତେ ଭିଡ଼ କାହିଁକି ହେଇଛି? ସେ କ୍ଷାମଖିଆଲି ଭାବରେ କହିଲେ, ଝିଅ କେସ୍, ତା ସାଥିରେ ଦୁଷ୍କର୍ମ ହୋଇଛି। ପରିବାର ଲୋକ କେସ୍ କରିବା ପାଇଁ ଆସିଛନ୍ତି। ହେଲେ କାମ ଯିଏ କରିଛି ସେ ଜଣେ ଧନୀ ଘରର ପୁଅ। ମାମଲା ଟିକେ ଗମ୍ଭୀର ଅଛି। ଶୁଣିକି ସାରିକାଙ୍କ ମୁଣ୍ଡ ବିଗିଡ଼ିଗଲା। ସେ ଦେଖିଲେ କି ଭିଡ଼ ଭିତରେ ଝିଅର ପରିବାର କାନ୍ଦୁଥିଲେ ଆଉ ପୁଅ ଘର ଲୋକ ପୋଲିସକୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରୁଥିଲେ। ସାରିକା ପୋଲିସ ନଜର ଆଡ଼େଇ ଦେଇ ଥାନା ଭିତରକୁ ପଶିଗଲେ। ଯେମିତି ସେ ଭିତରକୁ ପଶିଲେ, ଥାନା ବାବୁ ଦେଖିକି ବ୍ୟସ୍ତ ହୋଇପଡ଼ିଲେ। ରାଗରେ କହିଲେ, ଆରେ ଇଏ ଥାନା ଭିତରେ କଣ କରୁଛି, ତାକୁ କିଏ ଭିତରକୁ ଛାଡ଼ିଲା? କନେଷ୍ଟବଳ ଟିକେ ଡରିଯାଇ କହିଲେ, ସାର୍, କେଜାଣି କେମିତି ଦେଖିପାରିଲୁନି, ସେ ଭିତରକୁ ପଶି ଆସିଲା। ଥାନା ବାବୁ କହିଲେ, ତାକୁ କିଛି ଟଙ୍କା ଓ ଖାଇବାକୁ ଦେଇ ଏଠାରୁ ବିଦା କରିଦିଅ। ସେଠୁ କନେଷ୍ଟବଳ ଭିକାରୀ ବେଶଧାରୀ ସାରିକାଙ୍କୁ କହିଲେ କି ଦେଖ, ବାବୁ ରାଗିଲେଣି, ତୁରନ୍ତ ଥାନାରୁ ବାହାରି ଯା, କିଛି ଟଙ୍କା ନେ ଆଉ ଏଠୁ ପଳା। ସାରିକା ଟିକେ ଶାନ୍ତ ହୋଇ କହିଲେ, ବାବୁ, ମୁଁ ଟିକେ ହାଲିଆ ହୋଇଯାଇଛି, କିଛି ସମୟ ପାଇଁ ଆରାମ କରୁଛି, ଆପଣଙ୍କୁ ହଇରାଣ ବି କରିବିନି, ବାସ୍ ସେ କୋଣରେ ବସିବାକୁ ଦିଅନ୍ତୁ।
ଏତିକି କହି ସେ ଥାନା ପାଖରେ ଥିବା ଏକ ଗଛ ମୂଳରେ ବସିଗଲେ, ଯେଉଁଠି ବସି ଥାନା ଭିତରର ସବୁ କଥାକୁ ନଜର କରିହେବ। ସେ ଦେଖିଲେ କି ଝିଅ ପରିବାର କାନ୍ଦି କାନ୍ଦି ନ୍ୟାୟ ଭିକ୍ଷା କରୁଥିଲେ। ହେଲେ କାଣ୍ଡ କରିଥିବା ପୁଅର ବାପା ଥାନା ବାବୁଙ୍କୁ ଲାଞ୍ଚ ଦେଇ ମାମଲା ଚାପିବା ପାଇଁ ଉଦ୍ୟମ କରୁଥିଲେ। ତାପରେ ଥାନା ବାବୁ ଝିଅର ବାପାଙ୍କୁ କହିଲେ କି, ଦେଖ, ମାମଲା କୋର୍ଟକୁ ଗଲେ ବର୍ଷ ପରେ ବର୍ଷ ବିତିଯିବ, ଠିକ ହେବ ଏଇଠି ବୁଝାପଣା କରିନିଅ। କହିକି ଥାନା ବାବୁ ତାଙ୍କ ନାଚାର ହାତକୁ ଟଙ୍କା ବଢାଉଥିଲେ। ଅଳ୍ପ ଦୂରରେ ଥାଇ ସାରିକା ସବୁ କିଛି ଦେଖୁଥିଲେ। ତାଙ୍କ ରାଗ ଧୀରେ ଧୀରେ ବଢୁଥିଲା। ସେ ଭାବୁଥିଲେ କି ଏବେ ସମୟ ଆସିଗଲା ନିଜ ପରିଚୟ ଓ ଅଧିକାରର ସଦୁପଯୋଗ କରିବାକୁ। ଗରିବ ବାପା ମା ଥାନା ବାବୁ ଆଗରେ ହାତ ଯୋଡ଼ି କାନ୍ଦୁଥିଲେ। ମା କାନ୍ଦି କାନ୍ଦି କହୁଥିଲେ କି, ସାର୍, ଆମେ ଗରିବ ଲୋକ, ଆମ ପାଖରେ ଏତେ ଟଙ୍କା ନାହିଁ ଆପଣଙ୍କୁ ଦେବା ପାଇଁ। ହେଲେ ମୋ ଝିଅ ସହିତ ଯାହା ହୋଇଛି ସେଇଥିପାଇଁ ନ୍ୟାୟ ଦରକାର। ଆପଣଙ୍କୁ ବାସ୍ ଗୋଟିଏ ନିବେଦନ କି ଆମକୁ ଖାଲି ନ୍ୟାୟ ଦିଅନ୍ତୁ। ଥାନା ବାବୁ ଟିକେ ନ ଶୁଣିବା ପରି ରହିଲେ। ପୁଣି କହିଲେ, ଦେଖ, ଆଇନ ସମସ୍ତଙ୍କ ପାଇଁ ସମାନ। ଏଠି ଏତେ ସହଜରେ କାମ ହୁଏନି। ତମ ହାତରେ ଯାହା ହେଉଛି କର, ନହେଲେ ଏଠାରୁ ପଳାଅ। ଅନ୍ୟ ପଟରେ ପୁଅ ଘର ଲୋକ, ଯେଉଁମାନେ କି ଥାନା ବାବୁଙ୍କର ପକେଟ ଗରମ କରିସାରିଥିଲେ, ଛିଡା ହୋଇ ହସୁଥିଲେ। ତାଙ୍କଠାରୁ ଟଙ୍କା ନେଇ ଥାନା ବାବୁ ପୁରା ବଦଳି ସାରିଥିଲେ। ତେଣୁ ଥାନା ବାବୁ ଧନୀ ପୁଅର ପକ୍ଷ ନେଇ ଗରିବ ଝିଅ ପରିବାରକୁ କହିଲେ, ତମେମାନେ ଆଉ ଏଠାରେ ତାମସା କରନି, ନିଜ ନିଜ କାମ କର ଆଉ ଚୁପଚାପ ପଳାଅ। କୋର୍ଟକୁ ଯିବାର ଅଛି ତ ଯାଅ, ହେଲେ ଏଠାରେ ଆଉ ଗହଳି କରନି। ଝିଅର ବାପା କହିଲେ କି, ସାର୍, ଆମ ସାଥିରେ ଅନ୍ୟାୟ ହୋଇଛି। ନ୍ୟାୟ ଆଶା କରି ଆପଣଙ୍କ ପାଖକୁ ଆସିଥିଲୁ, ହେଲେ ଆପଣ ଆମକୁ ଗାଳି ଦେଉଛନ୍ତି। ଗରିବଙ୍କୁ ନ୍ୟାୟ ମିଳିବା କଣ ଏତେ କଷ୍ଟ? ଏତେ ସମୟ ହେଲା ଭିକାରୁଣୀ ବେଶରେ ବସିଥିବା IPS ଅଧିକାରୀ ସାରିକା ସବୁ ଦେଖୁଥିଲେ। ତାଙ୍କ ଭିତରେ ରାଗ ବଢୁଥିଲା, ହେଲେ ନିଜକୁ ନିୟନ୍ତ୍ରଣ କଲେ। ସେଠୁ ଥାନା ବାବୁ ଝିଅ ବାପାଙ୍କୁ କହିଲେ, ତମେ ଏବେ ଘରକୁ ଯାଅ, ମୁଁ ଦେଖୁଛି କଣ କରାଯିବ। ତୁରନ୍ତ ଯାଞ୍ଚ ଶେଷ କରି ରିପୋର୍ଟ ଦେବି। ସେଠୁ ଝିଅର ବାପା କହିଲେ କି, ବାବୁ, ଆମେ ଆପଣଙ୍କ ଭରସାରେ ରହିଲୁ। ଆମକୁ କେବଳ ଝିଅ ପାଇଁ ନ୍ୟାୟ ଦରକାର, ଆଉ କିଛି ଦରକାର ନାହିଁ। ଥାନା ବାବୁ ପୁରା ସହଜ ହୋଇ ଜବାବ ଦେଲେ କି, ଠିକ ଅଛି, ତମେ ଜମା ଚିନ୍ତା କରନି, ମୁଁ ଦେଖୁଛି। ଯେମିତି ଝିଅର ପରିବାର ଥାନାରୁ ବାହାରି ଗଲେ, ଥାନା ବାବୁ ସେ ପୁଅର ବାପାଙ୍କ ଠାରୁ ମୋଟା ରକମର ଟଙ୍କା ନେଲେ ଆଉ ପୁଅକୁ ସେ କେସରୁ ହଟାଇବା ପାଇଁ ଯୋଜନା ଆରମ୍ଭ କରିଦେଲେ। ଯେମିତି ଝିଅର ପରିବାର ଥାନାରୁ ବାହାରିଲେ, ସାରିକା ଯାଇ ସେମାନଙ୍କୁ ଅଟକାଇଲେ ଆଉ ପଚାରିଲେ କି, କଣ ହେଲା, ତମେ କାହିଁକି କାନ୍ଦୁଛ? ଝିଅର ବାପା କିଛି କହିଲେନି। ପୁଣି ସାରିକା ଝିଅର ମାଙ୍କୁ ପଚାରିଲେ କି, କଣ ହୋଇଛି, କାହିଁକି କାନ୍ଦୁଛ? ଶୁଣିକି ଝିଅର ବାପା ରାଗିଗଲେ। କହିଲେ, ଆମ ଭିତର କଥା ତମର କଣ ଗଲା? ତମେ ଏତେ କାହିଁକି ପଚାରୁଛ? ତମେ ତମ କାମ କର। ହେଲେ ଗରିବ ପରିବାରକୁ ଜଣା ନଥିଲା କି ସେ ଭିକାରୁଣୀ ଜଣିଏ IPS ଅଧିକାରୀ ବୋଲି। ଏପରିକି ପୋଲିସ ଥାନାର କାହାରିକୁ ବି ଜଣା ନଥିଲା। ସାରିକା ପୁଣି ସେମାନଙ୍କୁ କହିଲେ କି, ଆପଣମାନେ ସବୁ କୁହନ୍ତୁ, ମୁଁ ଆପଣଙ୍କୁ ସାହାଯ୍ୟ କରିବି। ଝିଅର ବାପା ବ୍ୟସ୍ତ ହୋଇ ପଡିଲେ। ଜଣେ ଭିକାରୁଣୀ କାହିଁକି ଏତେ କଥା ପଚାରୁଛି? ହେଲେ ଯେତେବେଳେ ସାରିକା ପୁରା ସ୍ପଷ୍ଟ ଭାବରେ ଓଡ଼ିଆ ଓ ଇଂରାଜୀ କହିବାକୁ ଆରମ୍ଭ କଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଥାନାର କିଛି ପୋଲିସ କର୍ମଚାରୀ ବି ଦେଖୁଥିଲେ। ସେମାନେ ପାଖକୁ ଆସି ପଚାରିଲେ କି, ତମେ କିଏ? ସତ କୁହ, ତମେ କିଏ? ଏହାପରେ ସାରିକା ନିଜ ଭିକାରୁଣୀ ବେଶ ହଟେଇଲେ। ଯେମିତି ସେ ଅସଲି ରୂପକୁ ଆସିଲେ, ଦେଖିକି ସମସ୍ତଙ୍କର ହୋସ ଉଡ଼ିଗଲା। ଭିତରେ ସେ SPଙ୍କ ଡ୍ରେସ ପିନ୍ଧିଥିଲେ ଆଉ ଉପରେ ଥିଲା ଚିରା ଫଟା ପୋଷାକ। ଯେତେବେଳେ ଡ୍ରେସରେ ଥାନା ଭିତରକୁ ଗଲେ, ଦେଖିକି ଥାନା ବାବୁଙ୍କର ହୋସ ଉଡ଼ିଗଲା। ସାରିକା ରାଗିକି କହିଲେ, ତମେ ଗରିବ ପରିବାର ସହିତ ବହୁତ ଅନ୍ୟାୟ କରିଛ। ସେ ସବୁ ମୁଁ ନିଜ ଆଖିରେ ଦେଖିଛି। ଏବେ ତମ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ହେବ। ସବୁ ପୋଲିସ କର୍ମଚାରୀ ସ୍ତବ୍ଧ ହୋଇଗଲେ। ଥାନା ବାବୁଙ୍କ ସମେତ ସମସ୍ତେ ହାତ ଯୋଡ଼ି କ୍ଷମା ମାଗିବାରେ ଲାଗିଲେ। ହେଲେ ସାରିକା ରାଗି ଯାଇ କହିଲେ, ଥାନାକୁ ତମେମାନେ ପୁରା ଜୁଆ ଆଡ୍ଡା କରିସାରିଲଣି। ନ୍ୟାୟ ଦେବା ପାଇଁ ଥାନା ହୋଇଛି, ହେଲେ ତମେମାନେ ଲାଞ୍ଚ ନେଇ ସବୁ ଏପଟ ସେପଟ କରୁଛ। କାହାରିକୁ ବି ଛାଡ଼ିବନି। କହିକି
ସେ ଗରିବ ପରିବାରକୁ ଡକାଇ ପଠାଇଲେ ଆଉ ତାଙ୍କ କହିବା ଅନୁସାରେ ରିପୋର୍ଟ ଲେଖେଇଲେ ଆଉ ସାନ୍ତ୍ୱନା ଦେଇ କହିଲେ କି ତମକୁ ଖୁବ୍ ଶୀଘ୍ର ନ୍ୟାୟ ମିଳିବ। ଅନ୍ୟପଟରେ ପୁଅର ବାପକୁ ହାଜତରେ ଭର୍ତ୍ତି କରିଦେଲେ। ପୋଲିସକୁ ଲାଞ୍ଚ ଦେଇ ମାମଲା ଚାପିବାର ଷଡ଼ଯନ୍ତ୍ର ପାଇଁ ତାଙ୍କ ନାଁରେ କେସ୍ ରୁଜୁ ହେଲା। ଥାନାବାବୁ ଓ ସବୁ କର୍ମଚାରୀଙ୍କୁ ସସ୍ପେଣ୍ଡ କଲେ। କହିଲେ ତମମାନଙ୍କର ଦାୟିତ୍ୱ ହେଉଛି ନ୍ୟାୟ ଦେବା, ହେଲେ ଟଙ୍କା ପାଇଁ ତମେମାନେ ତମ ବିବେକ ଆଉ ଦାୟିତ୍ୱବୋଧକୁ ବିକ୍ରି କରିଦେଉଛ। ଏବେ ତମମାନଙ୍କର ସ୍ଥାନ ହେଉଛି ଜେଲ୍। ସମସ୍ତେ ଆଶ୍ଚର୍ଯ୍ୟଚକିତ ହେଉଥିଲେ କି ହଠାତ୍ କେମିତି ପରିସ୍ଥିତି ବଦଳିଗଲା। ପରଦିନ ସାରିକା କାଣ୍ଡ କରିଥିବା ପୁଅକୁ ବି ଗିରଫ କରିନେଲେ। ଏହି ଘଟଣା ପରେ ବାଲେଶ୍ୱରରେ ସାରିକାଙ୍କର ଚର୍ଚ୍ଚା ବଢିଗଲା। ଲୋକମାନେ ତାଙ୍କ ସଚ୍ଚୋଟତା ଓ କର୍ତ୍ତବ୍ୟନିଷ୍ଠତାକୁ ପ୍ରଶଂସାରେ ପୋତି ପକାଉଥିଲେ। ସବୁଠି ସେହି ଗୋଟିଏ ଚର୍ଚ୍ଚା ଥିଲା କି କେମିତି ଜଣେ IPS ଅଧିକାରୀ ଭିକାରୀ ବେଶରେ ଅନ୍ୟାୟ ଓ ଭ୍ରଷ୍ଟାଚାରକୁ ଧରିଲେ ଆଉ ଗରିବ ବେସାହାରା ପରିବାରକୁ ନ୍ୟାୟ ଦେଲେ। ତ କାହାଣୀଟି ଏତିକି ଥିଲା। ନିଶ୍ଚୟ ଆପଣଙ୍କୁ ଉତ୍ସାହିତ କରିଥିବ। ସାରିକାଙ୍କ ପରି ଯଦି ସବୁ ଅଧିକାରୀ କାର୍ଯ୍ୟ କରନ୍ତେ ତାହେଲେ କେମିତି ହୁଅନ୍ତା? କମେଣ୍ଟ କରି ନିଜର ନାଁ ଓ ଜାଗା ନାଁ ସହିତ ଜଣାଇବେ। ଭିଡିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରି ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ ଆଉ ବେଲ୍ ଆଇକନକୁ ବି ଅନ୍ କରିଦେବେ। ଆମ ଫେସବୁକ୍ ପେଜ ସିକ୍ରେଟ ଷ୍ଟୋରିଜକୁ ବି ଫଲୋ କରିଦେବେ। ଏବେ ଗତ ଭିଡିଓକୁ ପୁରା ଦେଖିବା ସହିତ ଯେଉଁମାନେ ଲାଇକ୍ ସେୟାର ଓ କମେଣ୍ଟ କରିଛନ୍ତି ସେମାନେ ହେଲେ କମ୍ଭବାଣୀ ପ୍ରଧାନ, ପଳାଶ ଗୋରା, ଲୋଚନ ସାହୁ, ଅକ୍ଷୟ କୁମାର ପରିଡ଼ା, ବୁଦ୍ଧିରାମ ରାଉତ, ବିବି ପଣ୍ଡା CDA, ସନ୍ତୋଷ ପ୍ରଧାନ, ମିତା ବେହେରା, ମୁରଲୀଧର ମହାରଣା, ଅଜିତ କୁମାର ଆଚାର୍ଯ୍ୟ, ପ୍ରଶାନ୍ତ କୁମାର ମହାପାତ୍ର, ଲକ୍ଷ୍ମୀଧର ସାମନ୍ତରାୟ ନିରାକାରପୁର, ତନିଷା ତନୟା ଭୁବନେଶ୍ୱର, ଉପେନ୍ଦ୍ର କୁମାର ଶତପଥୀ, ମାନସୀ ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ ଜଗତସିଂହପୁର, କୈଳାସ ମିଶ୍ର, ପ୍ରଦୀପ କୁମାର ପ୍ରଧାନ, ମୁରଲୀଧର ଲୋହାର କରଞ୍ଜିଆ, ରଜତ କୁମାର ନାୟକ କେନ୍ଦୁଝର, ନାରାୟଣ, ବିନୋଦ ରାସୋଳ, ବାସନ୍ତୀ ସାମନ୍ତରାୟ, ଯଶୋବନ୍ତ ରକ୍ସ ସୁନ୍ଦରଗଡ଼, ପ୍ରଭାତ ନଳିନ ମିଶ୍ର ଅନନ୍ତପୁର, ପ୍ରଦୀପ କୁମାର ମୋତିଗଞ୍ଜ, ଅମୂଲ୍ୟ ବରଗଡ଼, ମାଧବ ଦିଶାରୀ, ଜୟନ୍ତୀ କୁମାରୀ ବେହେରା ଯାଜପୁର। ଆଶା କରୁଛି ଏମିତି ସବୁଦିନ ଆମ ସହିତ ଯୋଡ଼ି ହୋଇ ରହିଥିବେ। ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ।